ପିଲାମାନେ ପୂର୍ବ ଭିଡ଼ିଓରେ ଆମେ ଓକାର ଆଉ ତାର ପ୍ରଶ୍ନ ଉତ୍ତର କରି ସାରିଥିଲେ। ଚାଲ ଆଜି ଆମେ ଔକାର ପଢ଼ିବା। ଔକାର କେମିତି ପଢ଼ିବା ନା କ ହଳନ୍ତ ଯୁକ୍ତ ଔ ସମାନ କଉ, ଖ ହଳନ୍ତ ଯୁକ୍ତ ଔ ସମାନ ଖଉ। ସେମିତି ଗରେ ଔକାର ଦେଲେ ଗଉ, ଘରେ ଔକାର ଦେଲେ ଘଉ, ଚରେ ଔକାର ଦେଲେ ଚଉ, ଛଉ, ଜଉ, ଝଉ, ଟରେ ଔକାର ଦେଲେ ଟଉ, ଠରେ ଔକାର ଦେଲେ ଠଉ, ଡରେ ଔକାର ଦେଲେ ଡଉ, ଢରେ ଔକାର ଦେଲେ ଢଉ, ଣରେ ଔକାର ଦେଲେ ଣଉ, ତରେ ଔକାର ଦେଲେ ତଉ, ଥରେ ଔକାର ଦେଲେ ଥଉ, ଦରେ ଔକାର ଦେଲେ ଦଉ, ଧରେ ଔକାର ଦେଲେ ଧଉ, ନରେ ଔକାର ଦେଲେ ନଉ। ସେମିତି ପରେ ଔକାର ଦେଲେ ପଉ, ଫରେ ଔକାର ଦେଲେ ଫଉ, ବରେ ଔକାର ଦେଲେ ବଉ, ଭରେ ଔକାର ଦେଲେ ଭଉ, ମରେ ଔକାର ଦେଲେ ମଉ, ଜରେ ଔକାର ଦେଲେ ଜଉ, ରରେ ଔକାର ଦେଲେ ରଉ, ଳରେ ଔକାର ଦେଲେ ଳଉ, ସରେ ଔକାର ଦେଲେ ସଉ। ସେମିତି ଏଇଟା ବି ସରେ ଔକାର ଦେଲେ ସଉ, ଏଟାକୁ ବି ସଉ ପଢ଼ିବା। ହରେ ଔକାର ଦେଲେ ହଉ, କ୍ଷରେ ଔକାର ଦେଲେ କ୍ଷଉ, ୟରେ ଔକାର ଦେଲେ ୟଉ, ଲରେ ଔକାର ଦେଲେ ଲଉ। ଆଚ୍ଛା ଚାଲିଲ, ଏଠି କେତେକ ଶବ୍ଦ ଅଛି ଆମେ ପଢ଼ିଦେବା। ଯେମିତି ନରେ ଔକାର ନଉ, କରେ ଆକାର କା, ନୌକା, ଚଉକି। ଏଠି ଦେଖ କ'ଣ ଲେଖା ହେଇଛି ନା ଚଉକି, ନୌକା, ଗଉଡ଼, ଗୌର, ଫୌଜ, ମୌଜ, ପୌଷ, ମୌନ, ଲୌହ, ଶୌଚ, ପୌର, ସୌଧ, ସୌର, ଦୌଡ଼, ମୌକା, ଗଉଣୀ, କୌତୁକ, ଯୌତୁକ, ମୌଳିକ, କୌଶଳ, ମୌସୁମୀ, କୌଣସି, ଯୌବନ, ସୌଖିନ, ପୌରାଣିକ, କୌତୂହଳ, ଚୌକିଦାର, ସୌଦାଗର, ସୌଦାମିନୀ, ଗୌରହରି, ସୌରଜଗତ, ଲୌହମାନବ। ଚାଲ ଆଜି ଆମେ ଗୋଟେ ଗପ ପଢ଼ିବା ଔକାରକୁ ନେଇ। ବାଲି ଯାତରା। ବହୁଦିନ ତଳର କଥା। ସେତେବେଳେ ଓଡ଼ିଶାର ସାଧବମାନେ ଥିଲେ ବଣିଜ ବେପାର ସାଧବର ମୌଳିକ କାମ। ସେମାନେ ନୌକାରେ ଦୂର ରାଇଜରେ ବେପାର କରି ଧନ ଦୌଲତ ଧରି ଫେରୁଥିଲେ। ଗଉଣୀରେ ଧାନ ମପା ହେଉଥିଲା। ବଡ଼ ବଡ଼ ସୌଧରେ ସେମାନେ ରହୁଥିଲେ। ସୌଦାଗରମାନେ ଆମ ରାଇଜର ଗୌରବ ବଢ଼ାଇଥିଲେ। ଦେଖ, ଏମିତି ନୌକାରେ ଏଇ ସାଧବ ପୁଅମାନେ ଦୂର ଦେଶକୁ ବଣିଜ କରିବାକୁ ଯାଉଥିଲେ। ସେଇ ସ୍ମୃତିକୁ ରଖିବା ପାଇଁ ଆଜି ବି କଟକରେ ଗୋଟେ ଐତିହାସିକ ବାଲିଯାତ୍ରା ଅନୁଷ୍ଠିତ ହୁଏ ଆମର ଡଙ୍ଗା ଭସା ପୂର୍ଣ୍ଣିମା ଠାରୁ। ତୁମେମାନେ ଯଦି କେବେ ଆସିନ କି ଯଦି ଆସିଛ କମେଣ୍ଟରେ ଲେଖ, ଯଦି ଆସିନ ନିହାତି ଭାବରେ ଥରେ ବାଲିଯାତ୍ରା ବୁଲିବାକୁ ଆସ। ତାହେଲେ ଚାଲ ତାପରେ ପଢ଼ିବା। ଆଜିକାଲି ଆଉ ସେ ସୁଯୋଗ ନାହିଁ। ଆଗର କଥାକୁ ମନେ ପକାଇବା ପାଇଁ ଆମେ ଏବେ ବାଲିଯାତ୍ରା କରୁଛୁ। ଏହା ବାରବାଟୀ ଖେଳ ପଡ଼ିଆ ପାଖରେ ହୁଏ। ଆଚ୍ଛା ପିଲାମାନେ, ତମେ ତ ବାଲିଯାତ୍ରା ବିଷୟରେ ଜାଣିଲ, ଆଉ ଏଇଟା କେଉଁଠି ହୁଏ ବି ସବୁ ଲେଖା ହେଇଛି। ତମେ ଔକାର ଆଜି ଆମେ ପଢ଼ିଲୁ। ଘରେ ତମେ ଏହାକୁ ଅଭ୍ୟାସ କରିବ। ଯଦି ଭିଡ଼ିଓଟି ଭଲ ଲାଗିଥାଏ ତାହେଲେ ଲାଇକ୍, ସେୟାର ଆଣ୍ଡ ସବସ୍କ୍ରାଇବ୍ ନିହାତି କରିବ।